सदाप्रभुଙ୍କ नामରେ धन्यवाद ହେଉ। प्रभुଙ୍କର ପ୍ରିୟ ଲୋକମାନେ ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଅଗ୍ନିର ବାପ୍ତିସ୍ମ ବିଷୟରେ କିଛି ବିଷୟ ପ୍ରକାଶ କରିବା ପାଇଁ ଚାହେଁ। ପ୍ରଭୁଙ୍କର ବିଚାର ଦିନରେ ଆମେମାନେ ସମସ୍ତେ ଲୋକ ଆମର ନିଜର କର୍ମ ଅନୁସାରେ ଆମେମାନେ ବିଚାରିତ ହେବା। ଆମେ ଯଦି ଭଲ କାର୍ଯ୍ୟ କରିଛୁ ତାହେଲେ ପ୍ରଭୁ ଯୀଶୁ ସ୍ୱର୍ଗରେ ଜାଗା ଦେବେ ଏବଂ ଯଦି ଆମେମାନେ ମନ୍ଦ କାର୍ଯ୍ୟ କରିଅଛୁ ତାହେଲେ ନରକରେ ପ୍ରଭୁ ଯୀଶୁ ଆମମାନଙ୍କୁ ଫିଙ୍ଗିଦେବେ। ହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ଅଗ୍ନିର ବାପ୍ତିସ୍ମ ହେଉଅଛି ଯେଉଁମାନଙ୍କୁ ପରମେଶ୍ୱର ନରକରେ ଫିଙ୍ଗିବେ ତାହାକୁ କୁହାଯାଏ ଅଗ୍ନିର ବାପ୍ତିସ୍ମ। ବାପ୍ତିସ୍ମକ ଯୋହନ ଯେତେବେଳେ ପ୍ରଚାର କରୁଥିଲେ ସେହି ସମୟରେ କହିଲେ ଲୋକମାନଙ୍କୁ, ମୁଁ ସିନା ତୁମକୁ ମନ ପରିବର୍ତ୍ତନର ବାପ୍ତିସ୍ମ ଦେଉଅଛି, ଯେ ମଉତାରେ ଆସୁଅଛନ୍ତି ସେ ତୁମମାନଙ୍କୁ ପବିତ୍ର ଆତ୍ମା ଏବଂ ଅଗ୍ନିରେ ବାପ୍ତିସ୍ମ ଦେବେ। ଏ ବିଷୟ ବାପ୍ତିସ୍ମକ ଯୋହନ ପ୍ରକାଶ କଲେ। କିନ୍ତୁ ପ୍ରଭୁ ଯୀଶୁ କେବେ ମଧ୍ୟ କହିନାହାନ୍ତି ଅଗ୍ନିରେ ବାପ୍ତିସ୍ମ ଦିଆଯିବ, କିନ୍ତୁ ଏହି ବିଷୟ ବାପ୍ତିସ୍ମକ ଯୋହନ କହିଅଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ଅଗ୍ନିର ବାପ୍ତିସ୍ମ ହେଉଅଛି ଯେଉଁମାନେ ନରକରେ ଫିଙ୍ଗାଯିବେ, ଯେଉଁମାନଙ୍କୁ ପ୍ରଭୁ ଯୀଶୁ ନରକରେ ଫିଙ୍ଗିବେ ସେହି ସମସ୍ତ ଲୋକ ଅଗ୍ନିର ବାପ୍ତିସ୍ମ ନେବେ। ନରକରେ ଫିଙ୍ଗି ଦିଆଯିବା ତାହା ହେଉଛି ଅଗ୍ନିର ବାପ୍ତିସ୍ମ। ଅନେକ ଲୋକମାନେ କହନ୍ତି ପେଣ୍ଟିକୋସ୍ତ ଦିନରେ 120 ଜଣଙ୍କ ମଧ୍ୟରେ ସେମାନଙ୍କ ଉପରେ ଅଗ୍ନି ଉତରିଥିଲା ବା ଅଗ୍ନିର ପବିତ୍ର ଆତ୍ମା ସେମାନଙ୍କ ଉପରେ ଅଧିଷ୍ଠାନ କରିଥିଲା। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ କହିବା ପାଇଁ ଚାହେଁ ସେଦିନ ଅଗ୍ନି ନଥିଲା, ଅଗ୍ନି ସଦୃଶ୍ୟ ଥିଲା, ଅଗ୍ନି ନଥିଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ବୁଝିବା ଦରକାର। ପେଣ୍ଟିକୋସ୍ତ ଦିନରେ ଅଗ୍ନି ସଦୃଶ୍ୟ ବୋଲି ଲେଖାଯାଏ, ଅଗ୍ନି ନୁହେଁ। ଯଦି ଆପଣମାନଙ୍କ ଉପରେ ଯଦି ଅଗ୍ନି ଯଦି ପରମେଶ୍ୱର ପଠାଇବେ, ଅଗ୍ନିର ପବିତ୍ର ଆତ୍ମା ଯଦି ଆପଣମାନଙ୍କ ପାଖରେ ପଠାଇବେ ତାହେଲେ ଆପଣମାନେ ଭସ୍ମ ହୋଇଯିବେ। ଅନେକ ମିଟିଂ ମାନଙ୍କରେ ଆପଣମାନେ ଦେଖିବେ ସେହି ଜାଗାରେ କମ୍ ଦ ଫାୟାର ଉତ୍ତରା ପବିତ୍ର ଆତ୍ମା ହୋଲି ସ୍ପିରିଟ୍ ଏହି ପ୍ରକାର ଅନେକ ବିଷୟ କହନ୍ତି। ଯଦି ପ୍ରଭୁ ଯୀଶୁ ଯଦି ସତରେ ଯଦି ଅଗ୍ନିକୁ ଯଦି ପଠାଇବେ ତାହେଲେ ସେହି ଜାଗାରେ କ'ଣ ହେବ? ସମସ୍ତେ ବିନଷ୍ଟ ହୋଇଯିବେ, ଚୁରମାର ହୋଇଯିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଅଗ୍ନିର ବାପ୍ତିସ୍ମ ହେଉଅଛି ନରକର ବାପ୍ତିସ୍ମ। ସେଥିପାଇଁ ଆପଣମାନେ ଅଗ୍ନିର ବାପ୍ତିସ୍ମକୁ ବହୁତ ଅନେକ ଲୋକମାନେ ଗ୍ରହଣ କରନ୍ତି, କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଅଗ୍ନିର ବାପ୍ତିସ୍ମ ହେଉଅଛି ନରକର ବାପ୍ତିସ୍ମ। ଯେଉଁମାନେ ନରକରେ ଫିଙ୍ଗାଯିବେ ସେମାନଙ୍କୁ ବୁଝାଉଅଛି ଅଗ୍ନିର ବାପ୍ତିସ୍ମ। ଆପଣମାନେ ବୁଝିଥିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ କିଛି ସମୟ ଅଭାବ ଥିବା ଯୋଗୁଁ ଏହି ପ୍ରକାର ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କ ପାଖରେ ପ୍ରକାଶ କଲି। ଆପଣମାନେ ବୁଝିଥିବେ ପବିତ୍ର ଆତ୍ମା ଅଲଗା, ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଅଲଗା, ଅଗ୍ନିର ବାପ୍ତିସ୍ମ ଅଲଗା। ଅଗ୍ନିର ବାପ୍ତିସ୍ମ ନରକରେ ଯେଉଁମାନଙ୍କୁ ପ୍ରଭୁ ଯୀଶୁ ଫିଙ୍ଗିବେ ସେମାନଙ୍କୁ ଅଗ୍ନିର ବାପ୍ତିସ୍ମ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ଛୋଟିଆ ବିଷୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଆଗାମୀ ଭିଡ଼ିଓ ମାଧ୍ୟମରେ ସୁନ୍ଦର ଭାବରେ ସରଳ ଭାବରେ ଆଉ ଏକ ଭିଡ଼ିଓ ମାଧ୍ୟମରେ ଆପଣଙ୍କର ସହିତ ଭିଡ଼ିଓ ମାଧ୍ୟମରେ କଥା ହେବ। ପ୍ରଭୁ ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।